ଆପଣଙ୍କର ପଚାରିଥିବା ପ୍ରଶ୍ନକୁ ମୁଁ ସେ ପ୍ରଶ୍ନଟିକୁ ନେବି ଆଉ ମୋ ନିଜର ଆନ୍ସର ମୁଁ ଦେବି। ଉପରେ ଥିବା ଏମିତି ବ୍ୟାକଗ୍ରାଉଣ୍ଡକୁ କିଛି ସିରିୟସଲି ନିଅନ୍ତୁନି। ଏଇଟା ନମସ୍କାର ସାଙ୍ଗମାନେ। ଆଜି ଯେମିତି କିଛି ମୋଟୋ ବ୍ଲଗ୍ ନାହିଁ, ଆଜି ବାସ୍ ଏମିତି ଛୋଟ ଭିଡ଼ିଓ ଗୋଟେ ବନାଉଛି। ବାସ୍ କିଛି ଛୋଟ ଛୋଟ ଟପିକ୍ ଡିସ୍କସ୍ କରିବାର ଥିଲା। ଫାର୍ଷ୍ଟ ଅଫ୍ ଅଲ୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେଉଁମାନେ ମୋ ଭିଡ଼ିଓକୁ ସେୟାର କରୁଛନ୍ତି, ଯେଉଁମାନେ ମୋ ଭିଡ଼ିଓକୁ ଭଲ ପାଇବା ଦେଉଛନ୍ତି, ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତ ନେକ୍ସଟ ଟପିକ୍ ହେଲା, ସବୁ ଭାଇମାନେ କହୁଛନ୍ତି, ସାଙ୍ଗମାନେ କହୁଛନ୍ତି ଯେ ସେମାନଙ୍କର ଫାଇନାନ୍ସ ବେସିକ୍ କ୍ଲିଅର୍ ନାହିଁ। ତ ସେମାନେ ଅଧିକା ଯେତେବେଳେ ମୁଁ ଡିପ୍ରେ କିଛି ଜିନିଷ ବୁଝିବାକୁ ଚେଷ୍ଟା କରୁଛି, ସେମାନେ ସେ ଜିନିଷଟାକୁ ଧରି ପାରୁନାହାନ୍ତି। ତ ସେଥିପାଇଁ ମୁଁ ଚାହୁଁଛି ଯେ ଫାର୍ଷ୍ଟ ବେସିକ୍ ଥିଙ୍ଗସ୍ କ୍ଲିଅର୍ କରିବା ପାଇଁ, ତାପରେ ବେସିକ୍ ଥିଙ୍ଗସ୍ କ୍ଲିଅର୍ ହେଲା ପରେ ଆମେ ମୁଭ୍ କରିବା କିଛି ଡିଫିକଲ୍ଟ ଟପିକ୍କୁ, ଯେଉଁଥିରେ କି ମୁଁ କିଛି ଧରିନିଅ କିଛି ମ୍ୟାକ୍ରୋ ଟପିକ୍ରେ କିଛି ଡିସ୍କସ୍ କରିବି କି କୌଣସି ବି ମୁଁ ଜିନିଷ ଯଦି ଟପିକ୍ରେ ଡିସ୍କସ୍ କରିବି ସେଇଟା ସେମାନେ ବୁଝିପାରିବେ। ତ ମୁଁ ଭାବୁଛି ପ୍ରତି ସପ୍ତାହରେ ଏଭ୍ରି ୱିକେଣ୍ଡରେ, ଖାସ୍ କରି ସଣ୍ଡେରେ, ତ ଗୋଟେ ଭିଡ଼ିଓ ଏମିତି ଆମେ ରିଲିଜ୍ କରିବା ଯେଉଁଥିରେ କି ମୁଁ ଆପଣଙ୍କର ପଚାରିଥିବା ପ୍ରଶ୍ନକୁ ମୁଁ ସେ ପ୍ରଶ୍ନଟିକୁ ନେବି ଆଉ ମୋ ନିଜର ଆନ୍ସର ମୁଁ ଦେବି, ଯେଉଁଥିରେ ଆପଣ ବୁଝିପାରିବେ ସେ ଜିନିଷଟା କ'ଣ। ଯେମିତିକି ମୋ ଭାଇମାନେ ଅଛନ୍ତି ଆମ ଗାଁରୁ, କି ମୋ ସାଙ୍ଗମାନେ ଅଛନ୍ତି, ୟା ଫିର୍ ଯେଉଁମାନେ ମୋ ଭିଡ଼ିଓକୁ ଦେଖୁଛନ୍ତି, ଯଦି ସେମାନଙ୍କର କିଛି ପ୍ରଶ୍ନ ଥାଏ ତ ସେଇ ପ୍ରଶ୍ନକୁ ମୁଁ ଚେଷ୍ଟା କରିବି ଯେ ଇଜି ୱେରେ ସେ ଆନ୍ସରଟା ଦେବା ପାଇଁ ସେ ପ୍ରଶ୍ନର, ଯେଉଁଥିରେ ତାଙ୍କର ବେସିକ୍ ଥିଙ୍ଗସ୍ କ୍ଲିଅର୍ ହେଇପାରିବ। ତ ଆପଣମାନେ କମେଣ୍ଟ କରନ୍ତୁ, କମେଣ୍ଟରେ ପ୍ରଶ୍ନ ପଚାରନ୍ତୁ, ଆଉ ଆପଣମାନେ ମୋତେ ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍ ବି କରିପାରିବେ। ନହେଲେ ଯଦି ମୋର ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ ଆପଣଙ୍କ ପାଖରେ ଅଛି ସେଥିରେ ବି ଆପଣ କ୍ୱେଶ୍ଚିନ୍ ପଚାରିପାରିବେ। ଯଦି ମୋ ଫେସବୁକ୍ ହ୍ୟାଣ୍ଡେଲ୍ ଅଛି ଆପଣଙ୍କ ପାଖରେ ସେଥିରେ ବି ଆପଣ ମେସେଜ୍ କରିପାରିବେ। ଆପଣ ଯେଉଁଥିରେ ମୋ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଆପଣ ସେଇ କ୍ୱେଶ୍ଚିନ୍ଟିକୁ ପଚାରିପାରିବେ, ଆଉ ମୁଁ ସେ କ୍ୱେଶ୍ଚିନ୍ଟିକୁ ନେଇକି ଆପଣଙ୍କୁ ତା'ର ଆନ୍ସରଟା ଦେବାକୁ ଚେଷ୍ଟା କରିବି। ଇଜି ୱେରେ ଦେବାକୁ ଚେଷ୍ଟା କରିବି ଯେମିତିକି ଆପଣଙ୍କର ବେସିକ୍ କ୍ଲିଅର୍ ହେବ। ତ ଆଶା କରୁଛି ଆପଣମାନେ କ୍ୱେଶ୍ଚିନ୍ ପଚାରିବେ ଆଉ ମୁଁ ଭଲସେ ସେ କ୍ୱେଶ୍ଚିନ୍ଟିକୁ ଆନ୍ସର ଦେଇପାରିବି। ନେକ୍ସଟ ହେଲା, ଏବେ ତ କିଛି ଗୋଟେ କକା ଏମିତି ସଜେଷ୍ଟ କରୁଥିଲେ ଯେ କିଛି ବ୍ଲଗିଂ ହଉ, ମୋଟୋ ବ୍ଲଗିଂ, ଯେଉଁଥିରେ କି କିଛି ବୁଲିବା ପାଇଁ କୌଣସି ଭଲ ସ୍ଥାନକୁ ଯା, ଆଉ ସେ ଜାଗାକୁ ସୁଟ୍ କରିକିନା ଏମିତି ମୋଟୋ ବ୍ଲଗିଂ କର। ଏମିତି ଖାଲି ରାସ୍ତାରେ ଏମିତି ବୁଲିକିନା ଯଦି ମୋଟୋ ବ୍ଲଗିଂ କରିବୁ ତାହେଲେ କିଛି ଭ୍ୟୁଜ୍ ଆସିବନି, ଲୋକମାନଙ୍କୁ ଦେଖିବାକୁ ମିଳୁନି, ଖାଲି ଶୁଣୁଛନ୍ତି ତ ତାଙ୍କୁ ଦେଖିବାକୁ ମିଳୁନି। ତ ମୁଁ ସେଇଟାକୁ ସେଇ କଥାଟିକୁ ସିରିୟସଲି ନେଉଛି ଆଉ ଚେଷ୍ଟା କରିବି କିଛି ଭିଡ଼ିଓ ଏମିତି ପବ୍ଲିଶ୍ କରିବା ପାଇଁ ଯେଉଁଥିରେ କି ମୁଁ କୌଣସି ଜାଗାକୁ ବୁଲିବାକୁ ଯିବି ଆଉ ସେ ଜାଗା ଆପଣ ଦେଖିପାରିବେ, ଆଉ ମୁଁ ମୋର ଯାହା ବି ମୁଁ ଆପଣଙ୍କୁ ମୁଁ କହେ ଯେଉଁ ଟପିକ୍ରେ ମୁଁ ଡିସ୍କସ୍ କରେ ସେ ଟପିକ୍ରେ ବି ମୁଁ ଡିସ୍କସ୍ କରିପାରିବି। ତ ବାସ୍ ଏତିକି ଥିଲା ଅପଡ଼େଟ୍ ଦେବା ପାଇଁ। ଏଇଟା ଗୋଟେ ସର୍ଟ ଭିଡ଼ିଓ କରିବା ଆମେ, ତ ଏଇଠି ଆମେ ଭିଡ଼ିଓଟିକୁ ଏଣ୍ଡ କରୁଛି। ଉପରେ ଥିବା ଏମିତି ବ୍ୟାକଗ୍ରାଉଣ୍ଡକୁ କିଛି ସିରିୟସଲି ନିଅନ୍ତୁନି, ଏଇଟା ବାସ୍ ଏମିତି ଶୋ ଅଫ୍ ପାଇଁ। ତ ମୁଁ ଆକୁ କ୍ଲିୟର ଅଫ୍ କରିଦେଉଛି। ତ ସେ ଲାଇନ୍ସ ଫାଇନ୍ସ କିଛି ବି ଆପଣ ସିରିୟସଲି ନେବେନି, କାରଣ ମୋ ଭିଡ଼ିଓଟି ରେକର୍ଡ଼ କରିସାରିଲେଣି, ପୁଣି ରେକର୍ଡ଼ କରିବାଟା ବହୁତ କଷ୍ଟ ହେବ। ତ ସେ ଲାଇନ୍କୁ ଇଗ୍ନୋର କରିବେ। ଆଉ ବାସ୍ ଏତିକିରେ ମୁଁ ଭିଡ଼ିଓଟିକୁ ଏଣ୍ଡ କରୁଛି। ନେକ୍ସଟ ମୁଁ ଆପଣମାନଙ୍କ କ୍ୱେଶ୍ଚିନ୍କୁ ଅପେକ୍ଷା କରିବି। ତ ଆପଣମାନଙ୍କ ପାଖରେ ଯଦି କିଛି କ୍ୱେଶ୍ଚିନ୍ ଥିବ ତ ଆପଣମାନେ ମୋତେ ପଚାରିପାରିବେ, ଆଉ ମୁଁ ଚେଷ୍ଟା କରିବି ସେ କ୍ୱେଶ୍ଚିନ୍ର ଆନ୍ସରକୁ ବହୁତ ଇଜି ୱେରେ ଆପଣଙ୍କୁ ବୁଝେଇବା ପାଇଁ। ତ ଠିକ୍ ଅଛି, ଆପଣମାନେ ଜଲ୍ଦି କିଛି କ୍ୱେଶ୍ଚିନ୍ ପଚାରନ୍ତୁ। ତ ନେକ୍ସଟ ପୁଣି ଦେଖା ହେବ ଆମର Q&Aରେ। ଯଦି ଆପଣମାନେ ଆଜି କି କାଲି ଭିତରେ ଯଦି କ୍ୱେଶ୍ଚିନ୍ କରନ୍ତି କି ଗୋଟେ ୱିକ୍ ଭିତରେ ଯେତେବେଳେ ଆପଣ ଇଚ୍ଛା ଅଛି, ଯେଉଁଠି ବି ଆପଣ ଦେଖୁଛନ୍ତି କ୍ୱେଶ୍ଚିନ୍ କରନ୍ତୁ, ଆଉ ସେ କ୍ୱେଶ୍ଚିନ୍ଟିକୁ ମୁଁ ନେଇକି ନେକ୍ସଟ ଭିଡ଼ିଓରେ Q&Aରେ ମୁଁ ସେ ଭିଡ଼ିଓରେ ଆନ୍ସର ଦେବାକୁ ଚେଷ୍ଟା କରିବି। ତ ଠିକ୍ ଅଛି, ଏଇଠି ରଖୁଛି ଭିଡ଼ିଓଟିକୁ, ପୁଣି ଦେଖା ହେବ ନେକ୍ସଟ ବ୍ଲଗ୍ରେ। ବାଏ ବାଏ।